ଆକ୍ସନ୍ ନେବାର କାରଣ କ'ଣ ପଛପଟେ ଗୋଟେ ପ୍ଲଟ୍ ମୁଁ କିଣିଦେଲି କିଣିକି ମୁଁ ଘର କରିବା ପାଇଁ ଚାହିଁନି ଛାଡ଼ିଲେନି ବାଧ୍ୟ ହେଇକି ଗଭର୍ଣ୍ଣମେଣ୍ଟରେ ଘର କରିଦେଲି। ସେମାନେ ତହସିଲଦାରକୁ ପଇସା ଦେଲେ, ସୁପରଭାଇଜରକୁ ପଇସା ଦେଲେ, ପ୍ଲସ୍ ଆରଆଇକି ପଇସା ଦେଲେ, ପଇସା ଦେଇକି ଆକ୍ରୋଶମୂଳକ କାମ କଲେ। ତାପରେ ମୁଁ ତାଙ୍କୁ ବାରମ୍ବାର ମାଗିଛି ମୋତେ ରାସ୍ତା ଦିଅନ୍ତୁ, ମୁଁ ଏଠି ଘରଟା କରିଛି ଠିକ୍ ମୋ ଜାଗା ମୁଁ ପଛକୁ ପଳାଇମି। କହିଲେ ଆମେ କୌଣସି ଠିକା ନେଇନୁ, କେବଳ ତମରି ଘର ଭାଙ୍ଗିବୁ, ଆଉ ଗାଁରେ କିଛି କରିବୁନି। କଥା ହାଇକୋର୍ଟ ବି କେସ୍ ଅଛି, କଲେକ୍ଟର ପାଖରେ ପେଣ୍ଡିଂ ଅଛି, 20 ତାରିଖ ହିୟରିଂ ଅଛି। ତେଣୁ ଇଏ କହିଲେ ମ୍ୟାଡ଼ାମ୍ କହିଲେ ମୁଁ ଶୁଣିବି ନାହିଁ, ବାରମ୍ବାର ମୁଁ ଆପ୍ଲିକେସନରେ ଶୁଣିବି ନାହିଁ। ମୋଟା ଟଙ୍କା ପାଇଛନ୍ତି, ଇଏ ପ୍ରଶାସନ ପାଇଛି ପଇସା, এইটা তাঁর চ্যালেঞ্জ রহলা। ইডব্ল্যু সার্টিফিকেট ব্লকরে যেত ফর্জরি হচ্ছে আজ কতটু মু তহসিলদার আরআই সুপরভাইজর তা পছ লাগুছি কেমিতি কেতে জন সসপেন্ড হবে মু জানিমি, মু এ করে দেমি। আর ইডব্ল্যু সার্টিফিকেট যেতিকি ফর্জরি করেছি তহসিলদার ম্যাডাম, আরআই ম্যাডাম প্লস সুপরভাইজর সব মিলিদেব অডিশনাল। এটা আজ পর্দাবাস মিডিয়া কলি আপনার কালি প্রশাসন আরটিআই মাগিবি, মাগি এটা পর্দাবাস করবি। যদি তাঁর থাকে দণ্ড সসপেন্ড করবি তাকে সেମାନଙ୍କୁ। ମୋର 10 ଲକ୍ଷ ଟଙ୍କା ନଷ୍ଟ ହେଲା ମୁଁ କିଛି ନାହିଁ। କାଲି ମୋତେ ଇଏ ଲେଟର ହେଉଛି 3ଟା ବେଳେ, ଆଜି ସକାଳେ ଭଙ୍ଗା ହେଉଛି। ତା ମାନେ କ'ଣ ଆକ୍ରୋଶମୂଳକ ନୁହେଁ? ନୋଟିସ୍ ଲାଗିବ 7 ଦିନ ଭିତରେ ଭାଙ୍ଗନ୍ତି। ମୁଁ ପରା ତାଙ୍କୁ କହୁଛି ମୋତେ ଟାଇମ୍ ଦିଅନ୍ତୁ, ବର୍ତ୍ତମାନ ମୋର ମିସ୍ତ୍ରୀ ହାତ ଖୋଲିଦେବେ। 10-12 ଲକ୍ଷ ଟଙ୍କା ଜିନିଷ ଭିତରେ ଅଛି, କହିଲେ ତୁମ ଜିନିଷ ପଡ଼ିଲା ଆମର କ'ଣ ହେଲା? ଏଠି ଆସିଛନ୍ତି ତହସିଲଦାର ଆରଆଇ ସୁପରଭାଇଜର ବନ୍ଦ ବେଲାକୁ ଲୁଟିବା ପାଇଁ ଆସିଛନ୍ତି। ଇଡବ୍ଲ୍ୟୁ ସାର୍ଟିଫିକେଟ୍ ଯେତିକି ଲୁଟିଛନ୍ତି ପ୍ରାୟ 1 କୋଟି ଟଙ୍କା ଲୁଟିଛନ୍ତି ଇଡବ୍ଲ୍ୟୁ ସାର୍ଟିଫିକେଟ୍ରେ। ପର୍ଦାବାସ ଆଜି ନାହିଁ କାଲି କରିମି।